ମା ମା ସେ ମୋ ମା। ଖାଇସାରିବା ପରେ ଯାହା ପଣତରେ ଆମେ ହାତ ପୋଛି ଦେଉ ସେ ହେଉଛି ଆମ ମା। କ'ଣ ଆପଣ ବୁଝିନାହାନ୍ତି? କିଛି କାମ କରୁ କରୁ ହାତ କଟିଗଲେ ପାଟିରୁ ପ୍ରଥମ ଶବ୍ଦଟି ବାହାରେ ଏ ମା। କ'ଣ ମାଆକୁ ଆପଣ ମନେ ପକାଉଛନ୍ତି ନା? ନିଶ୍ଚୟ ମନେ ପକାଉଥିବେ। ଶରୀରରେ କିଛି ଆଘାତ ଲାଗିଗଲେ ଯାହାକୁ ବେଶ କଷ୍ଟ ହୁଏ ସିଏ ହେଉଛି ଆମ ମା। ଯିଏ ବାରମ୍ବାର ଫୋନ୍ କଲେ ପଚାରନ୍ତି ତୁ ଠିକ୍ ସମୟରେ ଖାଇଲୁ ଆଉ ଠିକ୍ ସମୟରେ ଘରେ ପହଞ୍ଚିଗଲୁ ତ? ସେ ହେଉଛନ୍ତି ଆମ ମା। ଏମିତିକି ଘରେ ଅନ୍ୟ କାମ କରୁଥିବା ସମୟରେ ମଧ୍ୟ ଆମ ପାଇଁ ବ୍ୟସ୍ତ ହୋଇପାରୁଥିବା ନାଁଟା ହେଉଛି ମା। ଶବ୍ଦଟି ଯେତେ ଛୋଟ ତାର କର୍ତ୍ତବ୍ୟ ତାଠାରୁ ବେଶ ବଡ଼। ଯିଏ ନିଜେ ଭୋକରେ ରହି ଆମକୁ ମୁଠାଏ ଖାଇବାକୁ ଦିଏ ସିଏ ହେଉଛି ଆମ ମା। ଟିକେ ଆପଣ ପିଲାଦିନ କଥାକୁ ମନେ ପକାନ୍ତୁ। ପିଲାଦିନେ କିଏ ଆମକୁ ସ୍କୁଲ ଯିବା ପାଇଁ ରେଡ଼ି କରୁଥିଲା, ଆମ ପାଇଁ ଟିଫିନ୍ ତିଆରି କରିଦେଉଥିଲା, କିଏ ଆମ ପାଇଁ ଏତେ କଷ୍ଟ କରୁଥିଲା ଆଉ ଆମକୁ କେତେ ଦୁଃଖ କଷ୍ଟରେ ଛୋଟରୁ ବଡ଼ କରିଦେଲା। ସିଏ ଆଉ କେହି ନୁହେଁ, ସେ ହେଉଛନ୍ତି ଆମ ମା। ତାର ପୁଅ ଝିଅମାନେ ଆଜି ସିନା ବଡ଼ ହୋଇଗଲେ କିନ୍ତୁ ଆଜି ବି ସେଇ ମା ତା ପିଲାମାନଙ୍କୁ ସୁରକ୍ଷା ଦେଇ ଆସୁଛି। ଆଜି ସେଇ ମା ପାଇଁ ଦିନଟିଏ। ଆମେ ଷ୍ଟାର ଓଡ଼ିଶା ନ୍ୟୁଜ୍ ପରିବାର ତରଫରୁ ସମସ୍ତଙ୍କୁ ଅନୁରୋଧ କରୁଛୁ ନିଜ ମାଙ୍କୁ ସମ୍ମାନ ଦିଅନ୍ତୁ। ଯେତେବେଳେ ଆପଣ ଅସୁବିଧାରେ ପଡ଼ିଯିବେ ଦୁନିଆ ଅଲଗା ହୋଇଯିବ, କିନ୍ତୁ ଆପଣଙ୍କ ସପକ୍ଷରେ ଯଦି କିଏ ଠିଆ ହେବ ସେ ହେଉଛନ୍ତି ଆପଣଙ୍କ ମା। ଓଡ଼ିଶାର ସମସ୍ତ ମାଆମାନଙ୍କୁ ମାତୃତ୍ୱ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।